ଗୁଣ୍ଠାପୁଟ ଗ୍ରାମରେ ଆୟୋଜନ ହୋଇଯାଇଛି ଚକ୍ରପୂଜନ ଉତ୍ସବ। ହରିନାମ ମହାମନ୍ତ୍ର। ଆଜିର ସମାଜରେ ହରିନାମ ଏକ ପବିତ୍ର ମନ୍ତ୍ର। ଯେଉଁ ମନ୍ତ୍ର ଗାୟନ କରିଲେ କିମ୍ବା ଶ୍ରବଣ କରିଲେ ସତ ପାପରୁ ମୁକ୍ତି ମିଳିଥାଏ। ତେଣୁ ଆଜିକା ସମାଜରେ ହରିନାମ ଏକ ସର୍ବଶ୍ରେଷ୍ଠ ମହାମନ୍ତ୍ର ହୋଇଥିବା ବେଳେ ଏହା ଏକ ପବିତ୍ର ମନ୍ତ୍ର। ବିଶ୍ୱାସ ରହିଛି ଯେଉଁଠାରେ ହରିନାମ ସଂକୀର୍ତ୍ତନ ହେଉଥାଏ ସେହି ଅଞ୍ଚଳର ଚତୁର୍ଦିଗରେ ପବିତ୍ରତା ଭରି ରହିବା ସହିତ ଏକ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ହରିନାମ ଅମୃତ ପାନ କରିଲେ ଜୀବନରେ କରିଥିବା ସମସ୍ତ ପାପରୁ ମୁକ୍ତି ମିଳିପାରିବ ବୋଲି ବିଶ୍ୱାସ ରହିଛି। ତେଣୁ ହରିନାମ ଯେଉଁଠି ହେଉଥାଉ ନା କାହିଁକି ହରିନାମ ଶୁଣିବାକୁ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥାଏ ହରିନାମ ହେଉଥିବା ପବିତ୍ର ସ୍ଥାନ ଅଭିମୁଖେ। ଦିନ ପରେ ଦିନ ଗଡ଼ି ଚାଲିଛି, ପାପ ଭାରରେ ପୃଥିବୀ ମାତା ଅସହ୍ୟ ହୋଇପଡ଼ୁଛି। ସମସ୍ତେ ଜାଣି ମଧ୍ୟ ମଣିଷ ପାପ କରିବାକୁ ପଛଘୁଞ୍ଚା ଦେଉନାହିଁ। କିଛି ଜାଣତରେ ହେଉଥିବା ବେଳେ କିଛି ଅଜାଣତରେ ମଧ୍ୟ ହୋଇଯାଉଛି। ସେହି ପାପକୁ ହରଣ କରିବା ପାଇଁ ତାର ଏକମାତ୍ର ମାଧ୍ୟମ ହରିନାମ। ତେଣୁ ଆଜିକା ଦୁନିଆରେ ହରିନାମକୁ ଏକ ସର୍ବଶ୍ରେଷ୍ଠ ମହାମନ୍ତ୍ର ଭାବରେ ଗ୍ରହଣ କରିଛନ୍ତି। ସେମିତି ଏକ ମହାମନ୍ତ୍ର ହରିନାମ ସଂକୀର୍ତ୍ତନର ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଠାପୁଟ ଗ୍ରାମରେ। ଗୁଣ୍ଠାପୁଟ ଗ୍ରାମରେ ଆୟୋଜନ ହୋଇଯାଇଛି ଚକ୍ରପୂଜନ ଉତ୍ସବ। ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଖୁବ୍ ଆନନ୍ଦ ସହକାରେ ଏହି ଚକ୍ରପୂଜନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସମସ୍ତଙ୍କ ମନରେ ଭରିଯାଇଛି ଉତ୍ସାହ ଓ ଉଦ୍ଦୀପନା। ଝାଞ୍ଜ ଓ ମୃଦଙ୍ଗର ଶବ୍ଦରେ ଚତୁର୍ଦିଗ ପ୍ରକମ୍ପିତ ହୋଇ ଉଠୁଛି। ଶାନ୍ତିର ବାତାବରଣରେ ଚତୁର୍ଦିଗରେ ବିଛେଇ ହୋଇଯାଇଛି ଏକ ଆଧ୍ୟାତ୍ମିକ ପରିବେଶର ପବିତ୍ରତାର ପରଦା। ସେହି ଭକ୍ତି ଓ ବିଶ୍ୱାସର ପରଦାରେ ଛନ୍ଦି ହୋଇ କିଏ ହରିନାମ ଗାନ କରୁଛି ତ କିଏ ଏକାଗ୍ର ଚିତ୍ତରେ ଶ୍ରବଣ କରୁଛି। ଖୁବ୍ ଗହଳ ଚହଳରେ ଭରିଯାଇଛି ଗୁଣ୍ଠାପୁଟ ଗ୍ରାମ। ଏହି ଗୁଣ୍ଠାପୁଟ ଗ୍ରାମର ଚକ୍ରପୂଜନ କାର୍ଯ୍ୟକ୍ରମ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରଦୀପ ପ୍ରସାର ସମିତି ତଥା ଏ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଡକ୍ଟର ଜଳେନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସୋମନାଥ ସାମନ୍ତରାୟ ତାଙ୍କ ସହିତ ଯୋଗ ଦେଇଥିଲେ। ଏହି ଚକ୍ରପୂଜନ ଉତ୍ସବରେ ମହାମନ୍ତ୍ରର ଏକ ହରିନାମ ସଂକୀର୍ତ୍ତନର ଅଷ୍ଟପ୍ରହରୀ ନାମଯଜ୍ଞ ଆୟୋଜନ କରାଯାଇଥିଲା। ହରିନାମ ସଂକୀର୍ତ୍ତନ ଦେଖିବା ପାଇଁ ଆଖପାଖ ଅଞ୍ଚଳର ହରିପ୍ରେମୀମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏହି ଚକ୍ରପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମହିଳାମାନଙ୍କ ହରିନାମ ସଂକୀର୍ତ୍ତନ ଖୁବ୍ ଉଚ୍ଚକୋଟୀର ହୋଇଥିଲା। ଝାଞ୍ଜ ମୃଦଙ୍ଗର ତାଳେ ତାଳେ ମହିଳାମାନଙ୍କ କଣ୍ଠରୁ ଝରି ପଡ଼ୁଥିବା ହରିନାମ ସତରେ ଖୁବ୍ ପବିତ୍ରତା ଆଣି ଦେଉଥିଲା। ହରିନାମ ଗାଇ ମହିଳାମାନେ ମଣ୍ଡପ ଚାରିପଟେ ନୃତ୍ୟ କରି ଚାଲିଥିବା ଦୃଶ୍ୟ ଖୁବ୍ ନିଆରା ଏବଂ ଆକର୍ଷଣୀୟ ହୋଇଥିଲା। ଅଷ୍ଟପ୍ରହରୀ ନାମଯଜ୍ଞ ଆୟୋଜନ କରି ଚକ୍ରପୂଜନ କାର୍ଯ୍ୟକ୍ରମ ଏହି ଗୁଣ୍ଠାପୁଟ ଗ୍ରାମରେ ଆଧ୍ୟାତ୍ମିକ ପରିବେଶର ଶାନ୍ତ ବାତାବରଣ ସୃଷ୍ଟି କରିଥିଲା। ब्यूरो रिपोर्ट, एबी न्यूज।